ତମେ ତମର ଦବ ମୁଁ ସେଟା ଆଜି ନିଆଳି ନିର୍ବାଚନ ମଣ୍ଡଳୀର ପହଙ୍ଗା ପଞ୍ଚାୟତରୁ ପ୍ରଥମ ଆରମ୍ଭ ହେଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ। ଏଥିରେ କାର୍ଯ୍ୟକର୍ତ୍ତା ମାନଙ୍କର ମନୋବଳ ଦୃଢ଼ କରିବା, ସଂଗଠନକୁ କିଭଳି ଭାବରେ କରିବା ଏବଂ ଲୋକଙ୍କର ସମସ୍ୟା, ଲୋକଙ୍କର ଯାହା ଯାହା ସମସ୍ୟା ଅଛି ସଂଗଠନର କାର୍ଯ୍ୟକର୍ତ୍ତା ମାନେ ସେମାନେ ତାଙ୍କ ସମସ୍ୟାକୁ ଆଣି ମୋ ପାଖରେ ପହଞ୍ଚାଇବେ, ପ୍ରଶାସନ ସ୍ତରରେ ମଧ୍ୟ ପହଞ୍ଚାଇବେ। ତେଣୁ ଆଗକୁ କେମିତି ଯେକୌଣସି ଯୋଜନା ସରକାରଙ୍କର ଅଛି ସବୁ ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ କେମିତି ପହଞ୍ଚିବ ସେଥିପାଇଁ ମଧ୍ୟ ଆମେ ସମସ୍ତେ ସଚେତନ ଅଛୁ ଏବଂ ପଞ୍ଚାୟତର ଭିତ୍ତିଭୂମି କେମିତି ସୁଦୃଢ଼ ହେବ ଏବଂ ପଞ୍ଚାୟତରେ କିଭଳି ଭାବରେ ସବୁ ଜିନିଷ ଯେମିତି ରାସ୍ତାଘାଟ ହଉ କି ଏଠି ପହଙ୍ଗାରେ ହାଟ ଅଛି ସେ ହାଟର ଉନ୍ନତିକରଣ ହଉ ଏସବୁ କାର୍ଯ୍ୟ ମଧ୍ୟ ସବୁ ଜିନିଷ କିଭଳି ଭାବରେ କରାଯିବ। ବର୍ତ୍ତମାନ କାମ ସବୁ ପଞ୍ଚାୟତରେ ଆପଣ ଦେଖିବେ 45ଟା ପଞ୍ଚାୟତରେ ବର୍ତ୍ତମାନ କାମ ଚାଲିଛି, କୋଉଠି ନେଗ୍ଲେକ୍ଟ କରାଯାଉ ନାହିଁ। ତେଣୁ ସେଇଥିପାଇଁ ଗୋଟେ ସଂଗଠନର ଜିନିଷ ବୁଝିବା ପାଇଁ ଆଜି ଏଟା ଅନୁଷ୍ଠିତ ଥିଲା। ଆଜି ଭଲ ଭାବରେ ଆମର ପହଙ୍ଗା ପଞ୍ଚାୟତର ଯୋଉମାନେ କାର୍ଯ୍ୟକର୍ତ୍ତା ଅଛନ୍ତି ବହୁତ ସୁନ୍ଦର ଭାବରେ ଆଜି ପରିଚାଳନା କରିଛନ୍ତି ଏବଂ ବିଶେଷ କରିକି ମୋ ମା ଭଉଣୀ ମାନଙ୍କୁ ଧନ୍ୟବାଦ ଦେବି, ସେମାନେ ମଧ୍ୟ ଆମ ସାଙ୍ଗରେ ସାମିଲ ହେଇଛନ୍ତି। ତେଣୁ ନିଶ୍ଚିତ ଆଗାମୀ ଦିନରେ ଆପଣ ଦେଖିବେ ଯେ ଖାଲି ପହଙ୍ଗା ନୁହଁ 45ଟା ପଞ୍ଚାୟତରେ ସବୁ ଜାଗାର ଭିତ୍ତିଭୂମି ସୁଦୃଢ଼ ନିଶ୍ଚିତ ଭାବରେ ହେବ ଏବଂ ନିଆଳି ନିର୍ବାଚନ ମଣ୍ଡଳୀ ଗୋଟେ ଭାଇଚାରାର ନିର୍ବାଚନ ମଣ୍ଡଳୀ ହବାକୁ ଯାଉଛି। ଶୁଣନ୍ତୁ, ଆମେ ୱାନ୍ ନେସନ ୱାନ୍ ଇଲେକ୍ସନ ତାକୁ ଆମେ ମାନେ ସମସ୍ତେ ସ୍ୱାଗତ କରୁଛୁ। ଯୋଉମାନେ ବୁଦ୍ଧିଜୀବୀ, ଯୋଉମାନେ ପ୍ରଶାସନିକ କ୍ଷେତ୍ରରେ ବି ଅଛନ୍ତି, ଯୋଉମାନେ ଜ୍ଞାନୀ ଗୁଣୀ ଅଛନ୍ତି ସମସ୍ତେ ଏବଂ ସାଧାରଣ ଲୋକଟିଏ ମଧ୍ୟ ଚାହୁଁଛି ୱାନ୍ ଇଲେକ୍ସନ ୱାନ୍ ନେସନ ଯୋଉଟା ଅଛି ୱାନ୍ ନେସନ ୱାନ୍ ଇଲେକ୍ସନ ସେଇଟା ହବା ପାଇଁ ସମସ୍ତେ। ତା କାରଣ ହଉଛି ସବୁବେଳେ ଆପଣ ଦେଖିବେ ଗୋଟେ ଭାରତ ବର୍ଷରେ କୋଉଠି ନା କୋଉଠି ଗୋଟେ ନିର୍ବାଚନ ହଉଥିବ, କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। ଆପଣ ଦେଖିବେ ଏବେ ପଞ୍ଚାୟତ ଇଲେକ୍ସନ ସରିଗଲା, ପୁଣି ନିର୍ବାଚନ ଆସିଯିବ, ବିଧାୟକ ଇଲେକ୍ସନ, ପୁଣି ମ୍ୟୁନିସିପାଲିଟି ଇଲେକ୍ସନ, ପୁଣି କର୍ପୋରେସନ ଇଲେକ୍ସନ। ଖାଲି ଲୋକମାନେ ଆକ୍ଚୁଆଲି ପୀଡ଼ିତ ହଉଛନ୍ତି ନିର୍ବାଚନ ହେଇକିରି। ସେଥିପାଇଁକା ସରକାରଙ୍କର ଅର୍ଥ ସାଧ ହଉଛି, ସମୟ ନଷ୍ଟ ହଉଛି ଏବଂ ଲୋକମାନେ ମଧ୍ୟ ଅତିଷ୍ଠ ହେଇଯାଉଛନ୍ତି। ତେଣୁକରି ଯୋଉ ୱାନ୍ ନେସନ ୱାନ୍ ଇଲେକ୍ସନଟା ହେଇଗଲେ ଗୋଟେ ଥରରେ ଯଦି ନିର୍ବାଚନଟା ସରିଯାଆନ୍ତା ତାହେଲେ କଣ ହନ୍ତା ନା ଗୋଟେ 5 ବର୍ଷ ସମୟ ମିଳିଯାଆନ୍ତା ଲୋକଙ୍କ ପାଖରେ ପହଞ୍ଚିବାକୁ, ଲୋକଙ୍କର ଯୋଉ ସମସ୍ୟା ବୁଝିବାକୁ, ଲୋକଙ୍କର କାମ କରିବାକୁ ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ। ଆଉ ସବୁବେଳେ ତ ନିର୍ବାଚନ ସବୁବେଳେ ସବୁ ପ୍ରଦେଶ, ଆଜି ଦେଖନ୍ତୁ ବିହାରରେ ନିର୍ବାଚନ ହେବାକୁ ଯାଉଛି, ତାପରେ ପୁଣି ଆଉ କୋଉ ପ୍ରଦେଶରେ ନିର୍ବାଚନ ହବ, ଏମିତି ନିର୍ବାଚନ ଭାରତ ବର୍ଷରେ ପ୍ରାୟ ସବୁ ବର୍ଷ ପ୍ରାୟ ପଡୁଛି। ତେଣୁକରି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଉ ଚିନ୍ତା କରିଛନ୍ତି ଯେ ନିର୍ବାଚନଟା ଗୋଟିଏ ସମୟର ହବା ପାଇଁ ସେଟା ଉଚିତ କରିଛନ୍ତି। ଆଉ ମୁଁ ଭାବୁଛି ସବୁ ଦଳ ୟାକୁ ସମର୍ଥନ କରିବା ଉଚିତ, ତାହେଲେ ଯାଇକି ଗୋଟେ ଭାରତ ବର୍ଷର ଭିତ୍ତିଭୂମି ପ୍ରତିଷ୍ଠା ହବ, ବିକଶିତ ଭାରତ ହବ। ଆଜି ଯୋଉ ଭାରତ ବିଶ୍ୱଗୁରୁ ହବାକୁ ଯାଉଛି ନିଶ୍ଚିତ ଭାବରେ ବିଶ୍ୱଗୁରୁ ହବ। NK Media, most trusted social media.